जय श्रीकृष्ण। संजय उवाच दृष्ट्वा तु पाण्डवानीजं व्यूकं दुर्योधनं तदा आचार्यमुपसङ्गं ରାଜବनं ପ୍ରୀତମ୍। ସେହି ସମୟରେ ରାଜା ଦୁର୍ଯ୍ୟୋଧନ ବ୍ୟୂହରଚନାଯୁକ୍ତ ପାଣ୍ଡବମାନଙ୍କ ସୈନ୍ୟ ବାହିନୀକୁ ଦେଖି ଦ୍ରୋଣାଚାର୍ଯ୍ୟଙ୍କ ନିକଟକୁ ଯାଇ ଏହି ବଚନ କହିଲେ। ଦ୍ୱୈତ ଆଚରଣ ହିଁ ଦ୍ରୋଣାଚାର୍ଯ୍ୟ। ଯେତେବେଳେ ବୋଧ ଆସିଯାଏ ଯେ ଆମେ ପରମାତ୍ମାଙ୍କ ଠାରୁ ଅଲଗା ହୋଇଗଲେ, ଏହାପରେ ପରମାତ୍ମା ପ୍ରାପ୍ତି ନିମନ୍ତେ ମନରେ ବ୍ୟାକୁଳତା ଉତ୍ପନ୍ନ ହୋଇଥାଏ। ତାପରେ ଆମେ ଗୁରୁଙ୍କ ଅନ୍ୱେଷଣରେ ବାହାରିଥାଉଁ। ଦୈବୀ ସମ୍ପଦ ଓ ଆସୁରୀ ସମ୍ପଦ ମଧ୍ୟରେ ଦ୍ୱୈତ ଆଚରଣ ରୂପୀ ଦ୍ରୋଣାଚାର୍ଯ୍ୟ ହିଁ ପ୍ରାଥମିକ ଗୁରୁ ଅଟନ୍ତି। ଯଦ୍ୟପି ପରବର୍ତ୍ତୀ ସମୟରେ ଯୋଗେଶ୍ୱର ଶ୍ରୀକୃଷ୍ଣ ସଦ୍ଗୁରୁ ହେବେ, ଯିଏକି ଯୋଗର ସ୍ଥିତି ରୂପକ ଅଟନ୍ତି। ରାଜା ଦୁର୍ଯ୍ୟୋଧନ ଆଚାର୍ଯ୍ୟ